କିଛି ହେଲା ନାହିଁ ସେଟା ଯାହା ହଉ ମାନେ ଭଲ ଆପଣ ମାନେ ଭକ୍ତ ଆନୁଗତ୍ୟରେ ଆସିଛନ୍ତି ଏଟା ବହୁତ ଭଲ ଏବଂ ଆପଣ ମାନେ ଜାଣିବେ ଯେ ଆପଣ ଜଗନ୍ନାଥଙ୍କର ଲୋକ ନୁହଁ କି? ଆଜ୍ଞା ଆଜ୍ଞା ଏଠି ନୁହଁ ସାରା ବିଶ୍ୱରେ ଆପଣ ଓଡ଼ିଆ ମାନେ କ'ଣ କରୁଛନ୍ତି ଜଗନ୍ନାଥ ଓଡ଼ିଆ ମାନେ କ'ଣ ଜଗନ୍ନାଥଙ୍କର ଆଉ ଓଡ଼ିଆ ମାନଙ୍କ ଅଭିମାନ ଅଛି ଏଇଟା ଜଗନ୍ନାଥ। ମୁଁ ଥରେ ଗୋଟେ ପଣ୍ଡା ସେ ବର୍ତ୍ତମାନ ତ ଠିକ କମିଗଲା ସେ ଜଣେ ପଣ୍ଡା ଦେଖୁଥିଲି ତାଙ୍କର ପୁରା ମୁଁ ଜଗନ୍ନାଥଙ୍କର ପୁରା ଏଇ ଯେଉଁ ଅଭିମାନଟା ଏଇଟା ବଡ଼ ଏଇଟା ଯେଉଁ ଅଭିମାନଟା ହେଉଛି ବହୁତ ସେଥିପାଇଁ ମାନେ ଯେଉଁ ଆପଣମାନେ ଭକ୍ତ ହେଇଛନ୍ତି ଏଇଟା ବହୁତ ଆନନ୍ଦର କଥା। ଆଉ ଗୋଟେ ଜାଗାରେ ଭକ୍ତ ନା ଏଇ ଅଭିମାନଟା ଭଲ ଅଭିମାନ ମୁଁ କୃଷ୍ଣଙ୍କର ଯେମିତି ଜଣେ ମାନେ ଆଚାର୍ଯ୍ୟ ସେ କହୁଛନ୍ତି ଦେଖନ୍ତୁ ସେ ମାନେ ଥରେ କ'ଣ ହେଇଛି ରାଜାଟି ମାନେ ଗୋଟେ ରାସ୍ତାର ଜଣେ ମାନେ ଟିକେ ନିଚୁ କୂଳର ଯେଉଁ ଗୋଟେ ସ୍ତ୍ରୀ ପ୍ରତି ଆସକ୍ତ ହେଇଗଲା ମାନେ ତା ପ୍ରତି ରାଣୀ କରିନେବା ପରେ ତାକୁ ସବୁ ମାନେ ନିନ୍ଦା କଲା କ'ଣ ତୁମେ ସେ ଏମିତି କଲ ତୁମେ କାହିଁକି କ୍ଷତ୍ରିୟ କନ୍ୟାକୁ ବିବାହ କରିବା କଥା ରାଣୀ କରିଦେଲ। ତାପରେ ସେ କ'ଣ କଲା ତାକୁ ତ୍ୟାଗ କରିଦେଲା ତ୍ୟାଗ କଲେ କ'ଣ ପୁଣି ତାକୁ ନିନ୍ଦା କଲା ଗ୍ରହଣ କରିଥିଲା ତାକୁ କ'ଣ ବିଶାଳ ବଡ଼ ମହଲ ତିଆରି କରିଦେଲା ଏଇଠିରୁ। ସେମିତି ସେ ଆଚାର୍ଯ୍ୟ କହୁଛନ୍ତି ଦେଖ ପ୍ରଭୁ ଆପଣ ମୋତେ ଗ୍ରହଣ କରିଛନ୍ତି ଶୁଦ୍ଧ ଭକ୍ତ ମୋତେ ଦୀକ୍ଷା ଗ୍ରହଣ କରିବା ମାନେ କ'ଣ ମାନେ ଆପଣ ଭଗବାନଙ୍କର ହେଇଗଲେ ଆପଣ ମୋତେ ଗ୍ରହଣ କରିଛନ୍ତି ମୁଁ ହେଉଛି ଅଧପତି ଦେଖି କେତେ ଜନ୍ମ ଘୁରିଛି କେତେ ମାଡ଼ ଖାଇଛି ମାଡ଼ ଖାଇ ଆସିଛି ଆପଣ ଗ୍ରହଣ କରିଛନ୍ତି ଯଦି ଆପଣ ତ୍ୟାଗ କରିଦେଲେ ଏଇଟା ଆପଣଙ୍କର ଦୁର୍ନାମ କାହିଁକିନା ମୁଁ ଆପଣଙ୍କର ଯେମିତି ସେ ରାଜାଟା କ'ଣ କଲା ସେ ରାଣୀଟାକୁ ତ୍ୟାଗ କରିଦେଲା ପୁଣି ଯେତେବେଳେ କଲେ ପୁଣି ଆପଣଙ୍କର ମୁଁ ତ ସେଇ ଦେଖନ୍ତୁ ମୁଁ ସେ ରାସ୍ତା କଡ଼ର ଝାଡ଼ୁ ମାରିବା ଲୋକ ମୋତେ ଯଦି ବାହାର କଲେ ମୋର କିଛି ନାହିଁ ମୁଁ ତ ସେ ଅପମାନୀ ଲୋକ ନିନ୍ଦା ଖାଇବା ଲୋକ ଗାଳି ଖାଇବା ଲୋକ ମୋର କିଛି ନାହିଁ ଅପମାନ କାହାର ଅଭିମାନ କୃଷ୍ଣଦାସ ଅଭିମାନ କୃଷ୍ଣଦାସ ଅଭିମାନ ଯିଏ ଆନନ୍ଦ ସିନ୍ଧୁ କୋଟି ବ୍ରହ୍ମାନନ୍ଦ ନୁହେଁ ତାର ଏକ ବିନ୍ଦୁ ତାର ଅଭିମାନ ସେଥିପାଇଁ ମୁଁ ହେଉଛି ଜଗନ୍ନାଥଙ୍କର ଏଇଟା ସେ ଅଭିମାନ। ଶ୍ୟାମାନନ୍ଦ ପ୍ରଭୁଙ୍କର ତାଙ୍କ ଗୁରୁଦେବ ଦେଖନ୍ତୁ କେତେ ବାଡ଼ଉଛନ୍ତି ତା ଗୁରୁଦେବ ପ୍ରତି କେତେ ଆନୁଗତ୍ୟ ଦେଖନ୍ତୁ ରାଧାରାଣୀ ଆସେ ତାକୁ କହିଲା ହେଲେ ମୁଁ ତାକୁ ତିଳକ ସବୁ ଚେଞ୍ଜ କରିଛି ମାନେ ଆମର ତିଳକ ସେ ମାନେ ମହାପ୍ରଭୁ ତିଳକ ଆଗରେ ସେ ଏଇଟା ଅଭିମାନ ଗୁରୁଦେବଙ୍କ ପ୍ରତି ଗୁରୁଦେବ ସାଧୁଗୁରୁଙ୍କୁ ବୈଷ୍ଣବ ପ୍ରତି ଆନୁଗତ୍ୟ ଯାହା ହଉ ଆପଣଙ୍କୁ ଆନନ୍ଦ ଲାଗିଲେ ମାନେ ମଝିରେ ଓଡ଼ିଆ ମାତୃଭୂମିର ଲୋକ ଠିକ୍ ଅଛି ଆପଣମାନେ ଯେ ଦେଖନ୍ତୁ ସବୁଠାରୁ ମୋର ବଡ଼ ଅବଦାନ ହେଉଛି କି ଆପଣମାନେ ଜଗନ୍ନାଥଙ୍କ ପ୍ରିୟ ଭକ୍ତଙ୍କ ପାଇଁ ପ୍ରାର୍ଥନା କଲେ ମହାପ୍ରଭୁ ପ୍ରାର୍ଥନା ଶୁଣିବୁ ମୁଁ ପ୍ରାର୍ଥନା କହିଲି ଯେ ଗୌରାଙ୍ଗ ବୋଲିଆ ଯାଉ ତ ଜୀବନ କିଛି ନା ଚାହିଁବ ଏଇଟା ମୋ ହୃଦୟରେ ହେଇଯାଉଥିଲା ମୁଁ ଥରେ ଭାବେ ମହାପ୍ରଭୁ କେତେ କୃପା କରି ମୋତେ ତା ଚରଣ କମଳେ ନେଇ ଆସେ ସୁସ୍ଥ ଭକ୍ତ ଦର୍ଶନ କରିପାରିବେ ଜନନିବାସ ଡାଇରେକ୍ଟ ଲୀଳା କରନ୍ତି ତାପରେ ଏଠି ଆମ ଗୁରୁଦେବ ବର୍ତ୍ତମାନ ବାହାରେ ଅଛନ୍ତି ଆଉ ବହୁତ ଶୁଦ୍ଧ ଭକ୍ତ ଏମିତି ସଙ୍ଗ ପାଇ ଡାଇରେକ୍ଟ ଧାମ ମା ଗଙ୍ଗା ତୁଳସୀ ମହାରାଣୀ ସବୁ ଏତେ ସୁଯୋଗ ପାଇ ଯଦି ହରିଭଜନ ନ କଲି ଭଗବାନ ହୃଦୟଠୁ ଭଲ ନା ପାଇଲି ଆଉ କେତେ ବଡ଼ କଥା କହୁଛି ଦେଖ ମାଛର ଉଦାହରଣ ମୁଁ ଉଲ୍ଟାଟା କଲି ତାହେଲେ ସେଠି ତମର ବଡ଼ ହସ୍ପିଟାଲ ହେଇଗଲା ସେ ହସ୍ପିଟାଲ ବେଡ଼ ପଳେଇଥାଏ ଭାଇ ସେ ଫାଙ୍କା ଦେଇଛି ଅଭିମାନ କଥା ହେଉ ନା ସେଥିପାଇଁ ଆପଣମାନେ ପ୍ରାର୍ଥନା କରିକି ଭଗବାନ ଆପଣ ପ୍ରାର୍ଥନା हरे बोल हरे राम 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 हरे हरे कृपा करिकी भागवत चैतन्य भागवत से से कहले चैतन्य भागवत जे पढ़ियो वैष्णव जे हो चैतन्य भागवत पढ़ियो मतलब कृपा करियो चैतन्य भागवत गिफ्ट कर हरे बोल सेटा पढ़ी पढ़ी से मंगला ଭଲ ଭଲ ଭକ୍ତ ଆନୁଗତ୍ୟରେ ଅଛନ୍ତି ବହୁତ ସୁନ୍ଦର ଭଲ ଆପଣମାନେ ଖୁବ୍ ଭକ୍ତି କରନ୍ତୁ ଖୁବ୍ ପ୍ରଚାର କରନ୍ତୁ ଲୋକମାନେ କଷ୍ଟ ପାଉଛନ୍ତି ନୁହଁ କି ସମସ୍ତେ ଭକ୍ତ ନାଁ କରନ୍ତୁ ଆଟଲିଷ୍ଟ ମନେକର ଗୋଟିଏ ଲୋକ ଆପଣ କିଛି କରୁନାହାନ୍ତି ଆପଣ କହିବେ ଦେଖନ୍ତୁ ନିତିବା ସମୟରେ ଗୋଟେ ହରିନାମ कृष्ण कृष्ण हरे हरे राम 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 हरे हरे এইটি যেহেতু অপরাধ যদি ন রহিব পাপ রহিলে ମଧ୍ୟ না তাকে উদ্ধার করবে এমনি এটলিস্ট মানে তাকে ধীরে ধীরে না ফলে ধীরে ধীরে ভক্ত যাও হরে কৃষ্ণ ধন্যবাদ हरे कृष्ण काली हमको समय दियन प्रभु भाई कितने भक्त चालन पड़ते काली हरे बोल
ନା ନା ପ୍ରଭୁ ଅଛନ୍ତି ତ ନାଇଁ ପ୍ରଭୁ ଆପଣ ଆସନ୍ତୁ। କାଲି ଆଉ ଟିକେ ଦିଅନ୍ତୁ ସମୟ ପ୍ରଭୁ। ଆମେ ଡେଲି ଶୁଣୁଛୁ ପ୍ରଭୁ ଆପଣଙ୍କ କୃପା ଆମ ଉପରେ ଖାଲି ଟିକେ ଥାଉ ଆଉ ପାଇବା ନ ପାଇବା लास्ट नहीं लास्ट जाए ଆପଣ ଯୋଉ ଟାଇମ୍ ଦେବେ ଠିକ ଅଛି ଟିକେ ନାମ ମହିମା ହେଲେ କିଛି କହିଦେବେ हरे कृष्ण। चलो चलो तुम हाथ रही तुम ठन 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 करू किए दाम बड़ बालेश्वर नानी से जो तांके सही माता जी भुवनेश्वर वाह अरे डाके